जय जगन्नाथ नमस्कार प्रिय दर्शक बंधु मु ज्योतिषाचार्य प्रमोद बरपंडा आपको स्वागत करुच्ची आपण मानकर प्रिय चैनल आस्ट्रो कल्याण चैनल प्रिय दर्शक बंधु जो व्यक्ति मान तो चैनल को देखुं सब्सक्राइब करना सब्सक्राइब करूँ लाइक करूँ अधिक अधिक शेयर करूँ ଏବେ ଆସନ୍ତୁ ଜାଣିବା ଆଜି ଦିନର ସୁନ୍ଦର ଟିପ୍ସଟି। ଆଜି ହେଉଛି ଗୁରୁବାର ଏବଂ ଅଶ୍ଳେଷା ନକ୍ଷତ୍ର ଭୁକ୍ତେ ମଘା ନକ୍ଷତ୍ର ଆଜି ଅଛି। ଯଦି କିଛି ପ୍ରାପ୍ତି କରିବାକୁ ଚାହୁଁଛନ୍ତି ମଘା ନକ୍ଷତ୍ରରେ यानी ଅଶ୍ଳେଷା ନକ୍ଷତ୍ର ସକାଳ 6ଟା 5:31 ପର୍ଯ୍ୟନ୍ତ ଭୋଗ ହେବ। ତତ୍ପଶ୍ଚାତ ମଘା ନକ୍ଷତ୍ର ପ୍ରାରମ୍ଭ ହେବ। ଆଜି ଦିବସରେ ଭଗବାନ ମହାଦେବଙ୍କୁ ବେଲପତ୍ର 27ଟି ନିଅନ୍ତୁ ବା 108 ନିଅନ୍ତୁ। ଭଗବାନଙ୍କୁ ଭକ୍ତିପୂତ ସହିତ ଚିନ୍ତନ କରି ସେଥିରେ ଉତ୍ତର ଲଗାଇ ମହାଦେବଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଭାଗ୍ୟର ଜଲ୍ଦି ପରିବର୍ତ୍ତନ ଦେଖାଦେବ। ଏତଦ ବ୍ୟତୀତ 5 ପ୍ରକାର ଶସ୍ୟକୁ ମାଟି କଳସ ରଖନ୍ତୁ। ଉପରେ ହଳଦିଆ କପଡ଼ାକୁ ବାନ୍ଧି ଦିଅନ୍ତୁ। ମୁଣ୍ଡ ଉପରେ ଆଣ୍ଟି କ୍ଲକ୍ ୱାଇଜ୍ 5 ଥର ବୁଲେଇ ଦିଅନ୍ତୁ। ମହାଦେବଙ୍କର ମନ୍ଦିରର ଐଶାନ୍ୟ କୋଣରେ ଛାଡ଼ି ଦିଅନ୍ତୁ। ସେଠି କୁହନ୍ତୁ ହାତ ଯୋଡ଼ି, ହେ ମହାଦେବ ମୋର ମନୋକାମନା ଜଲ୍ଦି ପୂର୍ତ୍ତି ହେଇଯାଉ। ଚାहे ମ୍ୟାରେଜ ହଉ, ଚାहे କର୍ମକ୍ଷେତ୍ର ହଉ, ଚାहे ବେପାର ବାଣିଜ୍ୟ କ୍ଷେତ୍ର ହଉ, ଚାहे ପାରିବାରିକ କ୍ଷେତ୍ର ହଉ, ସ୍ମରଣ କରି ଛାଡ଼ି ଦେଇ ଆସନ୍ତୁ। ତତ୍ପଶ୍ଚାତ ଆସନ୍ତାକାଲି ଶୁକ୍ରବାର ଦିନ ପ୍ରାତଃ ସମୟରେ ଉକ୍ତ ପଞ୍ଚଶସ୍ୟକୁ ଆଣି ଘରର ଐଶାନ୍ୟ କୋଣରେ ରଖିଦିଅନ୍ତୁ। ଦେଖିବେ ପୂଜା କରନ୍ତୁ ପ୍ରତ୍ୟେକ ଦିନ, ଭାଗ୍ୟର ଜଲ୍ଦି ପରିବର୍ତ୍ତନ ଆସିବ। ଏ ମୌକା ଦୀର୍ଘ 9.5 ବର୍ଷ ପରେ ଆସିଛି। କେବେ ହାତରୁ ଛାଡ଼ନ୍ତୁନି। ଶ୍ରାବଣ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ହାତରେ ଅଛି। ଏତ ଥିଲା ଆଜି ଦିନର ସୁନ୍ଦର ଦୃଷ୍ଟି। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟ। 13 ଜୁନ 2026 ମସିହା ଶ୍ରାବଣ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଅଶ୍ଳେଷା ନକ୍ଷତ୍ର ପ୍ରାତଃ 6ଟା 5:31 ପର୍ଯ୍ୟନ୍ତ ଭୋଗ ହେବ। ତତ୍ପଶ୍ଚାତ ମଘା ନକ୍ଷତ୍ର ଗୁରୁବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 5:27 ଠାରୁ 7:03 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ତତ୍ପଶ୍ଚାତ ପ୍ରାତଃ 10:15 ଠାରୁ ମଧ୍ୟାହ୍ନ 1:27 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ପୁନଃ ସାୟଂ 4:40 ଠାରୁ 9:04 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ପୁନଃ ରାତ୍ର 11:52 ଠାରୁ ଅର୍ଦ୍ଧରାତ୍ର 1:15 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଆଜି ଦିନ ରାହୁ କାଳ ସମୟ ମଧ୍ୟାହ୍ନ यानी ସାୟଂ 1:28 ଠାରୁ 3:04 ପର୍ଯ୍ୟନ୍ତ ଭୋଗ ହେବ। ଉକ୍ତ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ବର୍ଜିତ କରନ୍ତୁ। ଯେତେ ଭଲ କାମ ଥିଲେ ବି ସୁଦ୍ଧା ଟିକେ ଶାନ୍ତ ରୁହନ୍ତୁ। ଆଜି ଦିନର ଘାତବାର, ଆଜି ଗୁରୁବାର ଅଛି। ତୁଳା ରାଶି ଏବଂ କୁମ୍ଭ ରାଶିକୁ ଘାତବାର ଅଛି, ଟିକେ ସାବଧାନ। ଆଜି ଦିନର ଘାତ ଚନ୍ଦ୍ର କର୍କଟ ମକର ରାଶି ପୁରୁଷ ବ୍ୟକ୍ତିମାନଙ୍କ ପାଇଁ ଘାତ ଚନ୍ଦ୍ର, ସାବଧାନ। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ମେଷ ରାଶି। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ରରେ ବିଲକୁଲ ସଫଳତା ମିଳିବ। ଇନକମ୍ ସୋର୍ସରେ ଅଧିକ ଲୋଭ ଲାଲଚ ମାୟା ଭିତରେ ପଡ଼ିବା ଉଚିତ ନୁହେଁ, ତାହା ଦୁଃଖାନ୍ତି ସମସ୍ୟା ଦେଖାଦେବ। ବନ୍ଧୁବାନ୍ଧବ ସହିତ ଆର୍ଗୁମେଣ୍ଟ କରନ୍ତୁନି। ସନ୍ତାନଙ୍କ ସହିତ ଶ୍ରଦ୍ଧେୟ ହୁଅନ୍ତୁ। ନିଜର ଖାଦ୍ୟ ପାନୀୟ ଭୋଜନ ପ୍ରତି ଧ୍ୟାନ ଦିଅନ୍ତୁ। ଇନଭେଷ୍ଟମେଣ୍ଟ କୋଉଠି କରୁଛନ୍ତି ଟିକେ ଭାବିଚିନ୍ତି କରିବେ। ଲୋକସାନ ହେବାର ସମ୍ଭାବନା ଦେଖାଦେଉଛି। ଆଜିର ଲକି ନମ୍ବର 4, ଲକି କଲର୍ସ ଗ୍ରେ ଆଣ୍ଡ ସିଲଭର, ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ଗୋମାତାକୁ ସେବା କରନ୍ତୁ, ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ସୁଖ ଦିନ ଘଟିବ। ବୃଷ ରାଶି। ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। ଗୃହ କାର୍ଯ୍ୟରେ ଟିକେ ବାଧକ ଆସିବାର ସମ୍ଭାବନା ଦେଖାଦେଉଛି। ଅଚାନକ କିଛି ପ୍ରାପ୍ତି ଯୋଗ ଅଛି। ପୁରୁଣା କଥାକୁ ନେଇ ଆଲୋଚନା କରିବା ଅସନ୍ତୁଷ୍ଟ ଭାବ ଠିକ ନୁହେଁ। ଗୁରୁଜନ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତୁ। କର୍ମକ୍ଷେତ୍ରକୁ ଯୋଗ ରଖି ଚାଲନ୍ତୁ। ଆଜିର ଲକି ନମ୍ବର୍ସ 1, ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ ଘଟିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥର ଆଗମନ ଅଛି। ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। ସରଳ ବିଶ୍ୱାସରେ ଧୋକା ଖାଇଯାଇପାରନ୍ତି। ଜଲ୍ଦବାଜି ନାହିଁ,
ବା ଜଲ୍ଦି ଡିସିସନ୍ ନେବା ଉଚିତ ନୁହେଁ। ଗୁରୁଜନ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତୁ। ଆଜିର ଲକି ନମ୍ବର୍ସ ଲକି ନମ୍ବର 9 ଲକି କଲର୍ସ ରେଡ୍ ଲକି ଡାଇରେକ୍ସନ୍ ସାଉଥ୍ ମଙ୍ଗଳାଉଛି ମାତାଙ୍କର ମନ୍ତ୍ରକୁ ଜପ କରନ୍ତୁ। ସୁଖର ଦିନ କଟିବ। କର୍କଟ ରାଶି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ବିଲକୁଲ ଆଜି ଭାବିଚିନ୍ତି କାର୍ଯ୍ୟ କରିବା ଆବଶ୍ୟକତା ଅଛି। ଧୈର୍ଯ୍ୟର ଆବଶ୍ୟକତା ଅଛି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମନକୁ କଣ୍ଟ୍ରୋଲ ରଖନ୍ତୁ। କିଛି ଲୋକସାନ ହେବାର ସମ୍ଭାବନା ଦେଖାଯାଉଛି ବା କିଛି ବଦନାମ ଅସନ୍ତୁଷ୍ଟତା କ୍ରିଏଟ୍ ହେବାର ସମ୍ଭାବନା ଅଛି। ଟିକେ ସାବଧାନ। ଆଜିର ଲକି ନମ୍ବର୍ସ ଲକି ନମ୍ବର 6 ଲକି କଲର୍ସ ହ୍ୱାଇଟ୍ ଲକି ଡାଇରେକ୍ସନ୍ ସାଉଥ୍ ଇଷ୍ଟ ଭଗବାନ ଗଣେଶ ଶୀର୍ଷ ସ୍ତୋତ୍ର ପାଠ କରନ୍ତୁ। ଭଗବାନ ଗଣେଶଙ୍କୁ ଆଜି ଦୁର୍ବାଦାନ କରନ୍ତୁ। ସୁଖର ଦିନ କଟିବ। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି, ପ୍ଲାନିଂ ଅନୁସାରେ କରନ୍ତୁ। ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧାବାନ ହୁଅନ୍ତୁ। ପୁରୁଣା କଥା ବାହାର କଥାକୁ ନେଇ ପାରିବାରିକ ବିଶୃଙ୍ଖଳା ନ ହେବା ଦରକାର। ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ କଣ୍ଟ୍ରୋଲ ରଖନ୍ତୁ। ଆଜିର ଲକି ନମ୍ବର୍ସ ଲକି ନମ୍ବର 5 ଲକି କଲର୍ସ ଗ୍ରୀନ୍ ଲକି ଡାଇରେକ୍ସନ୍ ନର୍ଥ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ସୁଖର ଦିନ କଟିବ। କନ୍ୟା ରାଶି ଖର୍ଚ୍ଚ ବଢ଼ିବ। ମେଡିକାଲ ଖର୍ଚ୍ଚ ଦେଖାଦେବ। ଅନ୍ୟଥା ଆପଣ ଯାହା ପ୍ଲାନ୍ କରିଛନ୍ତି ପ୍ଲାନ୍ ଫ୍ଲପ୍ ହେବାର ସମ୍ଭାବନା ଦେଖାଦେଉଛି ଏବଂ କିଛି କାର୍ଯ୍ୟ ଯଦି ହେଉଛି ଅଧିକ ପରିଶ୍ରମ କରିବାକୁ ପଡ଼ିବ ଏବଂ ସାଧୁ ସନ୍ଥ ସନ୍ନ୍ୟାସୀ ଦେବତାର ବନ୍ଧୁବାନ୍ଧବଙ୍କ ଦ୍ୱାରା ସହଯୋଗ ମଧ୍ୟ ମିଳିବାର ସମ୍ଭାବନା ଦେଖାଯାଉଛି। ଶତ୍ରୁ ବଢ଼ିବେ, ଟିକେ ସାବଧାନ ରୁହନ୍ତୁ। ଆଜିର ଲକି ନମ୍ବର୍ସ ଲକି ନମ୍ବର 9 ଲକି କଲର୍ସରେ ଲକି ଡାଇରେକ୍ସନ୍ ସାଉଥ୍ ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ସୁଖର ଦିନ କଟିବ। ତୁଳାରାଶି ବ୍ୟକ୍ତିମାନଙ୍କ ପାଇଁ ଗୃହ କାର୍ଯ୍ୟରେ ଠିକ୍ଠାକ୍ ରହିବ। କର୍ମକ୍ଷେତ୍ର ମଧ୍ୟ ଠିକ୍ଠାକ୍ ରହିବ। ବାଣୀକୁ ନିୟନ୍ତ୍ରଣ ରଖିବା। ଲଭ୍ ମ୍ୟାଟର୍ରେ ବାଧା ଆସିପାରେ। ଏଣେ ପିତୃ ଅପରପଟରେ ସ୍ୱାର୍ଥ ଏବଂ ପିତୃ କର୍ମ ଏବଂ ସ୍ୱାର୍ଥ ଆ ପ୍ରତି ସାବଧାନ ରହିବେ। ଆଜିର ଲକି ନମ୍ବର୍ସ 1 ଲକି କଲର୍ସ ପିଙ୍କ ଲକି ଡାଇରେକ୍ସନ୍ ଇଷ୍ଟ ଭଗବାନ ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ। ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। ସୂର୍ଯ୍ୟ ନାରାୟଣଙ୍କୁ ଜଳର୍ଘ୍ୟ ଦାନ କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ସୁଖର ଦିନ କଟିବ। ବିଛାରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନିଜର ମାଙ୍କର ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବେ ଏବଂ ମାତୃତୁଲ୍ୟ ବ୍ୟକ୍ତିଙ୍କୁ ସମ୍ମାନ ଆଦର ଭକ୍ତି କରିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। କିଛି କର୍ମ ପ୍ରାପ୍ତି ଯୋଗ ମଧ୍ୟ ଦେଖାଦେଉଛି କିନ୍ତୁ ଡିସିସନ୍ ପକ୍କା ଠିକ୍ ରହିବା ଦରକାର। ପିତାଙ୍କ ଦ୍ୱାରା ସପୋର୍ଟ ସହଯୋଗତା ମିଳିବ କିନ୍ତୁ ପିତୃସ୍ଥାନରେ କୌଣସି ତର୍କ ବିତର୍କ କରିବା ଉଚିତ ନୁହେଁ। ମନ ଭଙ୍ଗି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଲକି ନମ୍ବର୍ସ 4 ଲକି କଲର୍ସ ଗ୍ରୀନ୍ ସିଲଭର ଲକି ଡାଇରେକ୍ସନ୍ ସାଉଥ୍ ୱେଷ୍ଟ ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ସୁଖର ଦିନ କଟିବ। ଧନୁରାଶି ଭାଗ୍ୟ ନିଜର କର୍ମ ହିଁ ଭାଗ୍ୟ ଅଟେ। କିନ୍ତୁ ଯେତେବେଳେ କର୍ମ କରୁଛନ୍ତି କେଉଁ କାର୍ଯ୍ୟ କରିବା ଉଚିତ ଅଛି ଏବଂ କୌଣସି ବ୍ୟକ୍ତିଙ୍କୁ କିଛି ଜବାବ ଦେଇଛନ୍ତି ବିଫୋର୍ ଟାଇମ୍ରୁ କରିବା ଆଜି ବହୁତ ଆବଶ୍ୟକତା ଅଛି। ସେ ଭଲରେ ହଉ ସେ ମନ୍ଦରେ ହଉ କିନ୍ତୁ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ଆଜିର ଲକି ନମ୍ବର୍ସ 7 ଲକି କଲର୍ସ ଗ୍ରେ ଲକି ଡାଇରେକ୍ସନ୍ ସାଉଥ୍ ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଓମ୍ ନମଃ ଶିବାୟ ଏହି ମନ୍ତ୍ରକୁ ଜପ କରନ୍ତୁ। ସୁଖର ଦିନ କଟିବ। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ପାରିବାରିକ ସ୍ଥିତିକୁ ନେଇ ଟିକେ ଚିନ୍ତା ବଢ଼ିବାର ସମ୍ଭାବନା ଦେଖାଯାଉଛି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆଜିର ଲକି ନମ୍ବର୍ସ 3 ଲକି କଲର୍ସ ୟେଲୋ ଲକି ଡାଇରେକ୍ସନ୍ ନର୍ଥ ଇଷ୍ଟ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ। ସୁଖର ଦିନ କଟିବ। କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ପାଣି ବ୍ୟବହାର ସ୍ୱାସ୍ଥ୍ୟ ଏହା ପ୍ରତି ଯଥେଷ୍ଟ ଧ୍ୟାନ ଦେବା। ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧା ଆଦରତା ଆତ୍ମବିଶ୍ୱାସତା ରଖିବା ଚରିତ୍ରବାନ ହେବା। ଆଜିର ଲକି ନମ୍ବର୍ସ 3 ଲକି କଲର୍ସ ୟେଲୋ ଲକି ଡାଇରେକ୍ସନ୍ ନର୍ଥ ଇଷ୍ଟ ଭଗବାନ ଲକ୍ଷ୍ମୀ ନୃସିଂହ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ସୁଖର ଦିନ କଟିବ। ମୀନରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଯଥେଷ୍ଟ ସାବଧାନ ରହିବାକୁ ପଡ଼ିବ। କୌଣସି କାର୍ଯ୍ୟ କରୁଛନ୍ତି ଜଲ୍ଦବାଜି ହୁଅନ୍ତୁନି। ଡିସିସନ୍ ନେଉଛନ୍ତି ଭାବି ଚିନ୍ତି ନିଅନ୍ତୁ। କାହା ସହିତ ଯୁକ୍ତି କରନ୍ତୁ ନାହିଁ। ମନକୁ କଣ୍ଟ୍ରୋଲ ରଖନ୍ତୁ। ଗାଡ଼ି ଘୋଡ଼ା ସାବଧାନ ଚଳାନ୍ତୁ। ଇଏ ହେଲା ମେନ୍ ମୁଦ୍ଦା। ସେକେଣ୍ଡ ଶତ୍ରୁ ଚିନ୍ତା ଋଣ ରୋଗ କାହାଠାରୁ ଋଣ ନେଇଛନ୍ତି ଆର୍ଗୁମେଣ୍ଟ କରନ୍ତୁନି। ଚେଷ୍ଟା କରନ୍ତୁ ମୁଁ ତାକୁ ରିଟର୍ଣ୍ଣ ଦେବା ପାଇଁ ଏବଂ କୌଣସି ତର୍କ ବିତର୍କ ଅସନ୍ତୁଷ୍ଟତା ଭିତରେ ରହିବା ଉଚିତ ନୁହେଁ।
ସାମୂହିକ ସମସ୍ତଙ୍କ ସହିତ ଶ୍ରଦ୍ଧାବାନ ହୁଅନ୍ତୁ, ଧୈର୍ଯ୍ୟବାନ ହୁଅନ୍ତୁ, ଟିକେ ଝୁঁକିବା ପାଇଁ ଚେଷ୍ଟା କରନ୍ତୁ, ଲାଭରେ ରହିବେ, ଅନ୍ୟଥା କଷ୍ଟ ଦେଖାଦେବ। କୌଣସି ଦେହରୁ ରକ୍ତସ୍ରାବ ହେବାର ସମ୍ଭାବନା ଦେଖାଯାଉଛି, ଟିକେ ସାବଧାନ। ଆଜିର ଲକି ନମ୍ବର 7, ଲକି କ୍ଲର୍କରେ ଲକି ଡାଇରେକ୍ସନ ସାଉଥ। ଭଗବତୀ ଜଗଦମ୍ବା, ଜଗତ ମାତା, ଜଗତ କଲ୍ୟାଣିମୟୀ କୃପାଣୁମୟୀ ମହାଲକ୍ଷ୍ମୀଙ୍କର କନକଧାରା ସ୍ତୋତ୍ର ପାଠ କରନ୍ତୁ। ମହାଦେବଙ୍କୁ ଆଜି କୁଶ ଜଳ ଦାନ କରନ୍ତୁ। କିଛି ଜଳରେ କୁଶଟି ପକାଇ ମହାଦେବଙ୍କୁ ଅର୍ପଣ କରନ୍ତୁ। ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ 7 ଥର ଜପ କରନ୍ତୁ। ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ, ସଫଳତା ଦେଖାଦେବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର 12ଟି ରାଶିର ରାଶିଫଳ। ଆଜିର ସମୟ ଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ପୁଣି ଦେଖା ଆଗାମୀ ମଧ୍ୟରେ। ଜୟ ଜଗନ୍ନାଥ, ନମସ୍କାର।